ଆଜି ଗୁରୁ ଦିବସରେ ଆମେ ସାର୍ଙ୍କୁ କଣ ଦେଲେ ଆସନ୍ତୁ ଆଗକୁ ଜଣାଇଥିବ। ଜୟ ଜଗନ୍ନାଥ ସାଙ୍ଗ। ତ ସକାଳୁ ସକାଳୁ ଉଠି ମୁଁ ପଳେଇ ଆସିଲି ଆମ କମ୍ପ୍ୟୁଟର କ୍ଲାସକୁ, କାରଣ ଆଜି ଗୁରୁ ଦିବସ। ଭିତରକୁ ଗଲା ପରେ ଆମର ମହିଳା ମିତ୍ର ଜଣେ ସାର୍ 2 ଜଣଙ୍କୁ ପୂଜା କରୁଛୁ। ପୂଜା କରିସାରିଲା ପରେ ଆମେ ସମସ୍ତେ ମିଶିକି ସାର୍ଙ୍କୁ ଏଇ ଗିଫ୍ଟ ଦେଲୁ। ତ ଗିଫ୍ଟ ଦେଇ ସାରିଲା ଆମେ ସାର୍ଙ୍କୁ ଖାଇବା ପାଇଁ ମିଠା ଦେଇଦେଲୁ। ତ ମିଠା ଦେଇ ସାରିଲା ପରେ ମୁଁ ପଳେଇ ଆସିଲି ଘରକୁ, କାରଣ ମତେ ବହୁତ ଜୋରସେ ଭୋକ ଲାଗିଲା। ତାପରେ ଘରେ ପହଞ୍ଚିଲା ପରେ ମୁଁ ଡେରି ନ କରି ଖାଇବା ପାଇଁ ବସିଲି। ତ ଖାଇସାରିଲା ପରେ ମୁଁ ପାଣି ପିଇବା ପାଇଁ ଫ୍ରିଜ ଖୋଲୁଥିଲି, ମତେ ବହୁତ ଜୋରସେ କରେଣ୍ଟ ଲାଗିଲା। ତାପରେ ମୁଁ ବୋଉକୁ ଦେଖିଲି କି ଆମ ଫ୍ରିଜ ଅନ୍ ଅଛି। ତାପରେ ଉପରବେଳି ହେଲାରୁ ମୁଁ ରାଜା ଘର ପାଖକୁ ଆସି ରାଜାକୁ ଡାକି ଆମେ ପଳେଇ ଆସିଲୁ ସମୁଦ୍ର ବୁଲିବା ପାଇଁ। ତ ସମୁଦ୍ର ପାଖରେ ପହଞ୍ଚିକି ଦେଖିଲି ତ ବହୁତ ସାରା ଲୋକ ଏଠି ଖେଳୁଛନ୍ତି, ଆଉ ଥଣ୍ଡା ଥଣ୍ଡା ପବନ ଦଉଥିଲା। ଆମେ ସେଠି ଗୋଟେ ଜାଗା ଦେଖି ଆସିକି ବସି ପଡିଲୁ। ତ ବସି ସାରିଲା ପରେ ଆମେ 2 ଜଣ ମୋବାଇଲ ଖୋଲିକି ଫ୍ରି ଫାୟାର ଖେଳିବା ପାଇଁ ବସି ପଡିଲୁ। ତ ଫ୍ରି ଫାୟାର ଖେଳତେ ଖେଳତେ କେତେବେଳେ ରାତି ହେଲା ଆମକୁ ଜଣା ପଡିଲାନି। ତାପରେ ଘରକୁ ଆସି ଦେଖିଲି ତ ବୋଉକୁ ଜ୍ୱର ହେଇଛି। ତାପରେ ଡେରି ନ କରି ଆମେ ନେଇକି ପଳେଇ ଆସିଲୁ ବୋଉକୁ ରସାଳପୁର ମେଡିକାଲକୁ। ମେଡିକାଲରେ ପହଞ୍ଚିଲା ପରେ ବର୍ତ୍ତମାନ ବୋଉର ସବୁ ଟେଷ୍ଟ କରିସାରିଲା ପରେ ଡକ୍ଟର କହିଲେ କି ନର୍ମାଲ ଜ୍ୱର ହେଇଛି, 2-3 ଦିନ ମେଡିସିନ ଖାଇଲେ ଭଲ ହେଇଯିବ। ତାପରେ ଆମେ ମେଡିସିନ ନେଇକି ଘରକୁ ପଳେଇ ଆସିଲୁ। ଭିଡିଓ ଭଲ ଲାଗିଥିଲା ଲାଇକ୍ କରି